सुनयना चैरिटेबल ट्रस्ट ओडिशी नृत्य और संगीत अनुष्ठान द्वारा पंचम पद्मावती उत्सव रवींद्र मंडप अनुष्ठित होइछि। ଏହି ଅବସରରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ପଦ୍ମଶ୍ରୀ କୁମକୁମ ମହାନ୍ତି, ପଦ୍ମଶ୍ରୀ ଦୁର୍ଗାଚରଣ ରଣବୀର, ଗୁରୁ ଡକ୍ଟର ସ୍ନେହପ୍ରଭା ସାମନ୍ତରାୟ, ଅନ୍ତର୍ଯ୍ୟାମୀ ପଣ୍ଡା, ସୁଚିସ୍ମିତା ମନ୍ତ୍ରୀ, ଓଡ଼ିଆ ଭାଷା ସାହିତ୍ୟ ଉପନିର୍ଦ୍ଦେଶକ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ଏହି ଅବସରରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ମୀରା ଦାସଙ୍କୁ ପଞ୍ଚମ ପଦ୍ମାବତୀ ସମ୍ମାନରେ ସମ୍ମାନିତ କରାଯାଇଛି। ପରେ ମୀରା ଦାସ ଏକକ ଅଭିନୟ ପରିବେଷଣ କରିଥିଲେ। କଥକ ନୃତ୍ୟଶିଳ୍ପୀ ଶୈବାଳୀ ରାଉତ, ବର୍ଷା ପ୍ରିୟଦର୍ଶିନୀ ଷଡ଼ଙ୍ଗୀଙ୍କ ଓଡ଼ିଶୀ ନୃତ୍ୟ ସମସ୍ତଙ୍କୁ ବିମୋହିତ କରିଥିଲା। ପରେ କ୍ରିଏସନ୍ ତରଫରୁ ବୃନ୍ଦ ନୃତ୍ୟ ନାଟିକା ପରିବେଷଣ ହୋଇଥିଲା। ଏହି କାର୍ଯ୍ୟକ୍ରମ ଅନୁଷ୍ଠାନ ନିର୍ଦ୍ଦେଶିକା ସାଗରିକା ପରିଡ଼ାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିବା ବେଳେ ସଂଯୋଜନା କରିଥିଲେ ଶ୍ରୀନିବାସ ଘଟୁଆରୀ।